ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନଙ୍କୁ ମୋର ଆନ୍ତରିକ ନମସ୍କାର। ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଏଇ ଯେଉଁ ଭିଡ଼ିଓ ରହିଆସି ନା, ଏଇଟା ବିରୋଧୀମାନଙ୍କୁ ପୁରା ତୀର ଭଳିଆ ଲାଗିବ। ଜବରଦସ୍ତ ଭିଡ଼ିଓ ରହିଆସି, ଆପଣ ଦେଖୁଥାନ୍ତୁ। କାରଣ ଆଜିର ଭିଡ଼ିଓରେ ଆମେ ସେ ସମସ୍ତ ବିଷୟ ଆଲୋଚନା କରିବା। ତା ସହିତ ଆମେ ପବିତ୍ର ଧର୍ମଶାସ୍ତ୍ରର ମଧ୍ୟ ଗୋଟେ ଅଂଶକୁ ଆମେମାନେ ଧ୍ୟାନ କରିବା। ମନ୍ଦିର ହେଇଗଲା ଚର୍ଚ୍ଚ। କିଛି ଦିନ ପୂର୍ବରୁ ମୁଁ ଏଇଭଳି ଗୋଟେ ଭିଡ଼ିଓ ମୁଁ ଅପଲୋଡ଼ କରିଥିଲି ମୋର ଚ୍ୟାନେଲରେ। ମନ୍ଦିର ଚର୍ଚ୍ଚ ହେଇଗଲା, 300 ବର୍ଷର ପୁରୁଣା ମନ୍ଦିର ଚର୍ଚ୍ଚ ହେଇଗଲା। ଯଦି ସେଇ ଭିଡ଼ିଓ ଆପଣ ଦେଖିବା ପାଇଁ ଚାହୁଁଛନ୍ତି, ମୋର ଚ୍ୟାନେଲରେ ଅଛି, ଯାଇକି ଆପଣ ନିଶ୍ଚିନ୍ତ ଭାବରେ ଦେଖିପାରିବେ, ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ବିରୋଧୀମାନଙ୍କ ନିମନ୍ତେ ଏଇଟା ହେଉଛି ଗୋଟେ ବହୁତ ବଡ଼ ଝଟକା। କାରଣ ସେମାନେ ହିନ୍ଦୁ ରାଷ୍ଟ୍ରର ସେମାନେ ସ୍ୱପ୍ନ ଦେଖନ୍ତି, ଦିବା ସ୍ୱପ୍ନ ଦେଖନ୍ତି, ଦିନର ସ୍ୱପ୍ନ ଦେଖନ୍ତି ଯେ ଆମ ଭାରତବର୍ଷ ହିନ୍ଦୁ ରାଷ୍ଟ୍ର ହେଇଯିବ ନୁହେଁ, ଆମର ଭାରତବର୍ଷ ହିନ୍ଦୁ ରାଷ୍ଟ୍ର ହେଇସାରିଛି। ସେମାନେ ସ୍ୱପ୍ନ ଦେଖୁଛନ୍ତି, ଯେଉଁଟାକି ବିଲକୁଲ ମଧ୍ୟ ସତ ନୁହେଁ। ଆପଣ ଜାଣିଥିବେ, ଦିବା ସ୍ୱପ୍ନ କେବେ ହେଲେ ବି ସତ ହୁଏ ନାହିଁ। ଦିନରେ ଦେଖୁଥିବା ସ୍ୱପ୍ନ ସବୁବେଳେ ବିଫଳ ହିଁ ହେଇଥାଏ। ଆଉ ଏଇଟା ଯେଉଁ ସେମାନେ ଭାବୁଛନ୍ତି ଏକ ହିନ୍ଦୁ ରାଷ୍ଟ୍ର କରିବେ ଆମ ଭାରତବର୍ଷକୁ, କିନ୍ତୁ ଏପଟେ ଦେଖନ୍ତୁ ମନ୍ଦିର ଚର୍ଚ୍ଚ ହେଇ ସାରିଲାନି। ଆଉ ଏମାନେ ଦିନରେ ସ୍ୱପ୍ନ ଦେଖୁଛନ୍ତି ନା କ'ଣ, ଆମେମାନେ କ'ଣ କରିବା, ଭାରତବର୍ଷ ଏକ ହିନ୍ଦୁ ରାଷ୍ଟ୍ର ଆମେ ତିଆରି କରିବା। ଆଉ ଯେଉଁଟାକି ଏକ ଅସମ୍ଭବ ବିଷୟ ଅଟେ, ଯେଉଁଟା ଏକ ମୂର୍ଖତାର ବିଷୟ ଅଟେ। ଆଉ ନରେନ୍ଦ୍ର ମୋଦି ମଧ୍ୟ ଏ ସ୍ୱପ୍ନ ଦେଖାଉଛନ୍ତି। ତେଣୁ ସ୍ୱପ୍ନ ଦେଖିବା କୌଣସି ଭୁଲ ନୁହେଁ, ଅପରାଧ ନୁହେଁ। ଆଉ ସ୍ୱପ୍ନ ଦେଖିବା ନିମନ୍ତେ ପୁରା ସ୍ୱାଧୀନତା ଦିଆଯାଇଛି। ବିରୋଧୀମାନେ ଯେତେ ପାରୁଛ ସ୍ୱପ୍ନ ଦେଖ, ଏଥିରେ ଆମର କିଛି କହିବାର ନାହିଁ। କାରଣ ଯେଉଁଟା ଘଟିବାର ଥିବ ସେଇଟା ନିଶ୍ଚିତ ଭାବରେ ଘଟିବ। ତେବେ ପ୍ରିୟ ବନ୍ଧୁଗଣ, ପ୍ରଥମେ ଆପଣ ଏ ଭିଡ଼ିଓକୁ ଦେଖନ୍ତୁ। ଆଉ ଯେଉଁଠିକି ଆପଣ ଦେଖିବାକୁ ପାରିବେ ଯେ ଏକ ମନ୍ଦିର ମଧ୍ୟରେ କ'ଣ କରାଯାଉଛି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଉପାସନା କରାଯାଉଛି। ମନ୍ଦିର ମଧ୍ୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଉପାସନା କରାଯାଉଛି। ଆପଣ ପ୍ରଥମେ ଏ ଭିଡ଼ିଓ ଦେଖନ୍ତୁ, ତାପରେ ଆମେମାନେ ଆଲୋଚନା କରିବା। ତେବେ ପ୍ରିୟ ବନ୍ଧୁଗଣ, ମନ୍ଦିର ଭିତରେ ଚାଲିଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଉପାସନା ବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୂର୍ତ୍ତିକୁ ରଖିକି ଉପାସନା କରାଯାଉଛି, ସେ ଯାହା ବି ହେଉ। ଆଉ ଏ କଥାକୁ ଯଦି ମୁଁ ଏଇଟା ଆଲୋଚନା କରିବି, ହୁଏତ କଣ୍ଟ୍ରୋଭର୍ସି ହେଇପାରେ, ବହୁତ ବଡ଼ କଣ୍ଟ୍ରୋଭର୍ସି। କିନ୍ତୁ ଏଇ ବିଷୟକୁ ନେଇକି ମୁଁ ଆପଣଙ୍କ ଉପରେ ଛାଡ଼ୁଅଛି ଡିସିସନ୍। ମୁଁ ଆପଣଙ୍କ ଉପରେ ଛାଡ଼ୁଛି ଯେ ଆପଣ କୁହନ୍ତୁ, ଆପଣ କମେଣ୍ଟ କରନ୍ତୁ, ମନ୍ଦିର ଭିତରେ ମାନେ ପ୍ରଭୁ ଯୀଶୁଙ୍କର ଉପାସନା କରିବାଟା ଠିକ୍ ହେବ ନା ଭୁଲ ହେବ। କିଛି ଲୋକ କହିପାରନ୍ତି ଯେ ନା, ଭଲ ହେଇଛି, ଠିକ୍ ହେଇଛି, ମନ୍ଦିର ଭିତରେ ଉପାସନା ହେଉଛି। ଏଇଟା ବିରୋଧୀମାନଙ୍କୁ ଟିକେ ବାଧୁ, ଟିକେ ସେମାନଙ୍କୁ ଯେ ତାଙ୍କରି ମନ୍ଦିର ଭିତରେ ଯୀଶୁଙ୍କର ଉପାସନା ହେଉଛି, ଯୀଶୁଙ୍କର ପ୍ରାର୍ଥନା ହେଉଛି। ଆଉ କେତେ କହିପାରନ୍ତି ନାଇଁ ନାଇଁ, ଏଇଟା ଠିକ୍ ନୁହେଁ। କାରଣ ଏକ ମନ୍ଦିର ମଧ୍ୟରେ ପ୍ରଭୁ ଯୀଶୁଙ୍କ ଭଳି ଏକ ସତ୍ୟ ପରମେଶ୍ୱରଙ୍କର ମାନେ ଉପାସନା କରିବା, ଏଇଟା ନିହାତି ଏକ ମୂର୍ଖର ବିଷୟ ଅଟେ। ମାନେ ଦୁଇ ପ୍ରକାର ମତ ହେଇପାରେ। ଆପଣ କ'ଣ ମତ ରଖୁଛନ୍ତି କମେଣ୍ଟ କରନ୍ତୁ କମେଣ୍ଟ ବକ୍ସରେ। ଆପଣଙ୍କର କମେଣ୍ଟକୁ ଆମେମାନେ ସ୍ୱାଗତ କରୁଅଛୁ। ତେବେ ପ୍ରିୟ ବନ୍ଧୁଗଣ, ଏହି ସମସ୍ତ ବିଷୟ ଦେଖିଲା ପରେ ପବିତ୍ର ଧର୍ମଶାସ୍ତ୍ରରୁ ଗୋଟେ ବିଷୟ ମୋର ମନେ ପଡ଼େ, ଯେଉଁଟାକି ଲେଖା ଅଛି ଫିଲିପିଓ ତାର 2 ପର୍ବ 10 ପଦ ଏବଂ 11 ପଦ। ଏଠି ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ, ଆମେ କହି ପାରିବା ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ, କାରଣ
पवित्र धर्मशास्त्र पवित्र आत्मा चालन लिखा जाइए से आपन कहींपर जे प्रभु जीशुख्रीष्ट कहले आईटा भी भूल हम ना प्रभु जीशुख्रीष्ट कहते प्रत्येक जानू नत हम एवं प्रत्येक जिह्वा प्रभु जीशुख्रीष्ट को ईश्वर बोली स्वीकार कर प्रिय बंधुगण आउ केवल से नुहे आउ प्रत्येक जानू नत हम केमती स्वर्ग मर्त्य पाताल प्रत्येक जानू प्रभु जीशु नाम नत हम आ प्रत्येक जिह्वा स्वीकार करिवो अंगीकार करिवो जे प्रभु जीशुख्रीष्ट प्रकृत रे परमेश्वर अटंते आउ एई जो भविष्यवाणी रही अछि एटा बहुत शीघ्र घटिया जाऊ अछि हुए तो आपण माने वर्तमान ए जगत रे अनेक तारणा आपण देखुथिबे जे किपरि हमर ख्रिस्टियन भाई भनी मान को तारणा कर जाउछि किंतु एइटा आपण आखि आगरे एइटा आपण देखुचंते किंतु या पछरे लुचि रही एक बहुत बड़ सत्यता सेटा कोन प्रत्येक जिह्वा स्वीकार करिवो जीशु को प्रत्येक आंठू जीशु नाम रे भांगिबो आउ एइटा हेबो निहाती हेबो ग्यारंटी हेबो मु आपन को ग्यारंटी दे परिबी तबे ख्रीष्ट रे प्रिय भाई भनी माने जदि प्रत्येक जानू जीशु नाम रे नत हेबो प्रत्येक जिह्वा जदि प्रभु जीशुख्रीष्ट को प्रभु बोली स्वीकार करिवो तबे मंदिर चर्च रे परिणत हवा एटा कौन से असंभव विषय नुहे तबे प्रिय बंधुगण अनेक जगह एमती रही अनेक साक्ष्य रही जे जतबले ब्राह्मण माने भी जतबले प्रभु जीशु विषय शुणती से माने मंदिर भीतर थी से प्रार्थना करते हाँ प्रिय बंधुगण आपन जानिथिबे पुरी मंदिर पुरी रे गोटे जगन्नाथ मंदिर अच्छे एटा होची बहुत वर्ष तलर कथा मोर गोटे घटना मोर मन पड़ुची आ सेतबे कोन हला ना किछि आमर प्रभुकर लोक माने से जाइथिले सुसमाचार प्रचार करिया पाई जेतले ब्राह्मण माने प्रभु जीशुख्रीष्ट विषय सुनिले से माने जगन्नाथ मंदिर भितर से कोन कले एक जगन्नाथर मस्तक ऊपर से माने क्रॉस से माने आंकिथिले आउ एटा बहुत वर्ष तलर घटना एबे नुहे आउ एटा हुए तो अनेकों को अविश्वास भली मन हम किंतु एटा बिल्कुल भी सत्य विषय अटे एतरे कौन सी भी संदेह ना तबे कथा को आपन विश्वास कले करंतु एटा आपन ऊपर निर्भर करे किंतु मु से समय मु छोट थिले जोटा घटी थिला सेटा मु आपन को जणाइली तबे प्रिय बंधुगण आज वीडियो रे आमे एतिक आलोचना करिबा आज वीडियो रे एतिकी पुणी भेट आपन सहित आउ गोटे वीडियो रे आउ गोटे अध्याय जदि वीडियो भल लगी थाए वीडियो को शेयर करंतु जदि चैनल को प्रथम थर पर चैनल को सब्सक्राइब करंतु धन्यवाद।